ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜି ହେଲା 17 ଅଗଷ୍ଟ 2024 ଆଉ ଆଜି ଦେଖିବା ଆମର ସମ୍ବାଦପତ୍ରକୁ ହେଲା। ଦେଖ ଉତ୍ତର ଓଡ଼ିଶା ମାନେ ମୁଁ ଯଦି କହିବି ଓଡ଼ିଶାର ମ୍ୟାପ୍ ଯେଉଁ ପଟେ ବଙ୍ଗୋପସାଗର ଲାଗିଛି ଏଟା ହେଲା ପୂର୍ବ ଓଡ଼ିଶା ହେଲା। ତାର ଉପରଟା ମାନେ ବିପରୀତ ଦିଗ ଆମେ ପଶ୍ଚିମ, ତାପରେ ଉତ୍ତର କହିବା ଆମେ ମାଲକାନଗିରି ହେଲା ଉତ୍ତର ଓଡ଼ିଶା, ତାପରେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଏଟା ଦକ୍ଷିଣ ହେଲା। ତ ମୁଁ ଯଦି କହିବି ଦେଖ ତ ମେ ବି ଏବେ ଉତ୍ତର ଓଡ଼ିଶାରେ ବହୁତ ପ୍ରବଳ ବର୍ଷା ହେବାକୁ ଯିବ ହେଲା। ତ ମେ ବି ସେ ପ୍ରଭାବ ଆମ ମଧ୍ୟରେ ବି ଦେଖା ଦେଇପାରେ। ତ ସମସ୍ତଙ୍କୁ ସଚେତନତା ହେବା ଦରକାର ହେଲା। ଦେଖ 10 କୋଟିର ସମ୍ପତ୍ତି ଠାରୁ ଏମାନେ କେତେ ଯେ କ'ଣ କରୁଛନ୍ତି ତାଙ୍କ ପାଇଁ ଆମର ଇନଫ୍ଲେସନ୍ ବେଶୀ ହେଇଗଲାଣି ହେଲା। ଆମର ଅର୍ଥନୀତିରେ ଦେଖାଯାଉଛି ସବୁ। ତାପରେ ଦେଖ ସବୁ ପ୍ରତିଶ୍ରୁତି ପାଳନ କରାଯିବ ମୁଖ୍ୟମନ୍ତ୍ରୀ। ଆଚ୍ଛା, ମୁଖ୍ୟମନ୍ତ୍ରୀ ଯେଉଁ କହିଥିଲେ ଯେତେବେଳେ ସେ ଇଲେକ୍ସନ୍କୁ ଆସିଥିଲେ, ତ ଯେତେ ଯାହା କୁହାଯାଇଥିଲା ବିଜେପି ତରଫରୁ ଜବ୍ ଗ୍ୟାରେଣ୍ଟି ହଉ ୟା ଫିର୍ ମାନେ ନିଯୁକ୍ତି ହଉ କିମ୍ବା ମୁଁ କହିବି ଏଜୁକେସନ୍ରେ ହଉ ହେଲା, ୟା ସଶକ୍ତିକରଣରେ ହଉ, ଯାହା ସବୁ କୁହାଯାଇଛି ତାହା ପୁରା କରାଯିବ ହେଲା। ତାପରେ ଦେଖ ଜାମ୍ମୁ କାଶ୍ମୀର 3 ପର୍ଯ୍ୟାୟରେ ମତଦାନ। ଦେଖ ଏବେ ଜାମ୍ମୁ କାଶ୍ମୀରରେ ଇଲେକ୍ସନ୍ ହେବ। ଜାମ୍ମୁ କାଶ୍ମୀରରେ ମାନେ ଆମେ କହିବା CM ଅଛି ହେଲା, କିନ୍ତୁ ସେଟା ହେଲା ୟୁନିୟନ୍ ଟେରିଟୋରୀ, କେନ୍ଦ୍ର ଶାସିତ ଅଞ୍ଚଳ। ତାକୁ ରାଜ୍ୟର ଦର୍ଜା ହଟେଇ ଦିଆହେଇଛି ହେଲା। ସେ ଏବେ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀର ଏତେ ପାୱାର ନଥାଏ ହେଲା। ଆଉ ସେଠାରେ ସବୁ ଆର୍ମି, ତ କାରଣ ଆମର ଇଣ୍ଟରନ୍ୟାସନାଲ୍ ବର୍ଡ଼ର ସେୟାର ହୁଏ 2 ଜଣଙ୍କର ପାଖରେ, ଏପଟୁ ଚାଇନା ଆଉ ସେପଟୁ ପାକିସ୍ତାନ ହେଲା। ତାପରେ ଦେଖ ହଁ, ଜାମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗର ହେଲା। ତାପରେ ଦେଖ ମୁଁ କହିବି ଦମନ ମୁଭି ହେଲା। ଦମନ ମୁଭି ନିହାତି ମାନେ ବହୁତ ଭଲ, କାରଣ ସେ ଯେଉଁ ମାଲକାନଗିରି ଜିଲ୍ଲା ହେଲା ରେ ସୁଟ୍ ନିହାତି ଏଇଟା ମତଲବ ମୁଁ କହିବି ଏକ୍ଜାମ୍ ପ୍ରସ୍ପେକ୍ଟସ୍ରେ ନିହାତି ପଡ଼େ ହେଲା। ଗତ ସାୟଦ RIରେ ପଡ଼ିଥିଲା ଏଟା ହେଲା। ଦମନ ମୁଭିଟା କେଉଁଠି ସୁଟ୍ ହେଇଛି ହେଲା, କି ଦମନ ମୁଭିର ଲକ୍ଷ୍ୟ କ'ଣ ଥିଲା। ଦମନ ମୁଭି ମାନେ ମୁଁ କହିବି ସେ ମ୍ୟାଲେରିଆ ଯେଉଁ ଜନଜାତି ଅଛନ୍ତି ମାନେ ବହୁତ ଗାଁରେ ମାନେ ମାଲକାନଗିରି ଜିଲ୍ଲାରେ ଯେଉଁଥିରେ କି କିଛି ସୁବିଧା ନଥିଲା, ସେଠି ମ୍ୟାଲେରିଆ ଯୋଗୁଁ ବି ଲୋକମାନେ ମରିଯାଉଥିଲେ। ତ ସେଇଟା ଗୋଟେ ମାନେ ବହୁତ ଇମ୍ପ୍ରେସିଭ୍ ବି ଥିଲା ମୁଭିଟା ହେଲା। ତ ମୁଁ କହିବି ଯେଉଁ ଚଳଚ୍ଚିତ୍ର ଗୁଡ଼ା ନା ଯେଉଁଟା ମାନେ କନେକ୍ଟ କରିବ ଆମର ପରିବେଶକୁ ହେଲା, ଏବେ କନେକ୍ଟ କରିବ ଆମର ସାମାଜିକ ଧାରଣାକୁ, ତ ସେଇ ମୁଭି ବିଷୟରେ ନା ଆମକୁ ମାନେ ତା'ର ପ୍ରଡ୍ୟୁସର୍ ହେଲା, ତା'ର ଅଭିନେତା ହେଲା, ଏଗୁଡ଼ା ଟିକେ ମନେ ରଖିବା କଥା। ତାପରେ ଦେଖ ପରିବେଶ ସୁରକ୍ଷା ପାଇଁ ପ୍ରକଳ୍ପ ଆମେ ଦେଖ ଏବେ ଯେଉଁ ସୋଲାର ପ୍ୟାନେଲ୍ ହଉ, କାର୍ବନ ଇନିସିଏସନ୍ ବହୁତ ହେଉଛି ହେଲା। କାର୍ବନ ଆମେ ୟୁଜ୍ ବହୁତ କରୁଛେ, ମାନେ ମୁଁ କହିବି ଆମର ଫ୍ୟାକ୍ଟ୍ରି ସବୁ କାର୍ବନ ଏକ୍ଜାକ୍ଟ ବହୁତ ୟୁଜ୍ ହେଉଛି ହେଲା, ଯେଉଁଟାକି ବହୁତ ରିଲିଜ୍ ହେବା ଫଳରେ କ'ଣ ହେଉଛି ମାନେ ବାୟୁ ପ୍ରଦୂଷିତ ହେଉଛି, ଯଦ୍ୱାରା ଆମକୁ ବିଭିନ୍ନ ପ୍ରକାର ରୋଗର ବି ସମ୍ମୁଖୀନ ହେବା ପାଇଁ ପଡ଼ୁଛି। ତ ଫିଲହାଲ ଏବେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀ ହେଲା ଗୋଟେ ଗାଁକୁ ନା ସୋଲାର ପାଇଁ ସେମାନେ ମାନେ 1 କୋଟି ଟଙ୍କା ଦେବେ ହେଲା, ପୁରା ଗାଁକୁ ସୋଲାର ପ୍ୟାନେଲ୍ ୟୁଜ୍ କରିବା ପାଇଁ, ତାକି ଇଲେକ୍ଟ୍ରିସିଟି ପ୍ରୋଭାଇଡ଼ କରାହେବ ଆଉ କାର୍ବନର ପରିମାଣ କମ୍ ହେବା ପାଇଁ ହେଲା। ତାପରେ ଦେଖ ଏଠି ବିଶେଷ କିଛି ତ ନାହିଁ ହେଲା। ତାପରେ ଆମର ଜିଲ୍ଲାପାଳ ଆମର ରଘୁବର ଦାସ ହେଲା, ମନେ ରଖିଥିବ। ତାପରେ ଆଉ ଏଠି ଖବରକାଗଜ କହିବି ହେଲେ ଏଥିରେ ବିଶେଷ କିଛି ନାହିଁ ହେଲା।
ତାପରେ ଏଥିରେ ଯଦି ମୁଁ କହିବି କିଛି ନାହିଁ ମାଲକାନଗିରି ଜିଲ୍ଲା ବିଷୟରେ ହେଲା। ମାଲକାନଗିରି ଆମର ସବୁଠୁ ଉତ୍ତର ସବୁ ଲାଷ୍ଟ ହେଲା, ଯେଉଁଟାକି ଆନ୍ଧ୍ରପ୍ରଦେଶକୁ ଲାଗିକି ଅଛି, ଏଇଟା ମନେ ରଖିଥିବ। ତାପରେ ପରିବେଶ ପାଇଁ ସୁରକ୍ଷା ପାଇଁ ସଚେତନତା ଫିଲ୍ମ ଜାରି କରୁଛନ୍ତି ହେଲା। ତାପରେ ଦେଖ 8ଟି ଷ୍ଟେସନରେ ହେବ ଫୁଟ୍ ଓ ଓଭରବ୍ରିଜ୍, ମାନେ ଯେଉଁ ମାନେ ମୁଁ କହିବି ଆମର ରେଲୱେ ଷ୍ଟେସନ ଗୁଡ଼ା ଅଛି ନା, ସେଥିରେ କ'ଣ ହେଉଛି ନା, ମାନେ ପାର ହେବା ପାଇଁ ଓଭରବ୍ରିଜ୍ ନାହିଁ ହେଲା। ଲୋକ କେବେ କେବେ ଦେଖିବ ମଝି ପଟୁ ପାର ହେଇଯାଉଥିବେ, ତ ସେଇଥିପାଇଁ ଓଭରବ୍ରିଜ୍ ଯଦି ହେଲେ କ'ଣ ହେଲା, ଲୋକମାନେ ଆରାମସେ କ୍ରସ୍ କରିପାରିବେ। ତାପରେ ହଁ ଏଇଠି ଦେଖ ହେଲା, ଆମର ଇସ୍ରୋରେ OES-08 ହେଲା ଉତ୍କ୍ଷେପଣ ସଫଳ ହେଇଛି, ମାନେ ସାଟେଲାଇଟ୍ ଛଡ଼ା ହେଇଛି, ରକେଟ୍ ମାନେ ପୁରା ଲଞ୍ଚ ଭଳିଆ ହେଇଛି ହେଲା। ତ ଏଇଟା ମନେ ରଖିଥିବ, ଆମର ବହୁତ ସାରା ସାଟେଲାଇଟ୍, ଆମେ ଅନ୍ୟ ଦେଶର ସାଟେଲାଇଟ୍କୁ ବି ବହୁତ କମ୍ ଫିରେ ଆମେ ଛାଡ଼ି ଦେଉ ହେଲା। ଯଦ୍ୱାରା ଆଗ ଆମର ନଥିଲା, ତ ଆମେ ରୁଷକୁ କହୁଥିଲୁ। ରୁଷ ସେତେବେଳେ ଭାଙ୍ଗି ନଥିଲା, ତ ସିଏ ଯେଉଁ ଏବେ କାଜାକିସ୍ତାନ ଅଛି ନା, ସେଇ ଜାଗାରେ ତାର ଥିଲା ମାନେ ସେଣ୍ଟର ହେଲା। ତ ରସକସ୍ମସ୍ ଯେଉଁଟାକୁ କହନ୍ତି, ହଁ। ତ ସେ କ'ଣ କରୁଥିଲା ନା, ସେ ଛାଡ଼ି ଦେଉଥିଲା, କାରଣ ଆମର ସାଙ୍ଗ ହେଲା, ଭଲ ବନ୍ଧୁଟେ। ତାପରେ ଦେଖ ଗୋଟେ ଏମ୍ପକ୍ସ ଗୋଟେ ଭାଇରସଟା ହେଲା, ଜୁନୋଟିକ୍ ଭାଇରସ୍। ଜୁନୋଟିକ୍ ମାନେ ହେଲା ଆନିମଲ୍ରୁ ହ୍ୟୁମାନ୍କୁ ଟ୍ରାନ୍ସମିଟ୍ ହେଇଛି ହେଲା। ଏଥିରେ କ'ଣ ହେବ, ଲୋକମାନଙ୍କର ମାନେ ହାତ ଗୋଡ଼ ମାନେ ପୁରା ବଡ଼ିରେ ଗୋଟେ ଚିକେନ୍ ପକ୍ସ ହୁଏନି, ସେମିତି ଟାଇପ୍ର ହେବ ହେଲା। କିନ୍ତୁ ଚିକେନ୍ ପକ୍ସ ହେଲା ହାଡ଼ ଫୁଟି କହନ୍ତି ତାକୁ, କିନ୍ତୁ ଏଥିରେ କ'ଣ ହେବ, ଟିକେ ହାଲକା ମାନେ କୁଣ୍ଡେଇ ହେବା ପରି ହେବ, ଟିକେ ବଡ଼ ହେଇଯିବ, ମାନେ ଫୁନ୍ସି ଟାଇପ୍ର ହେବ, ବଥ ଟାଇପ୍ର, ଫିର୍ ତା ବଡ଼ ହେଇକି ତାପରେ ସବୁ ଆଣ୍ଠୁ ଗଣ୍ଠି ସବୁ ପେନ୍ ହେବ ହେଲା। ଯଦ୍ୱାରା ଯଦି ୟାର ଫିଲହାଲ ମାନେ ଏବେ କୌଣସି ଭ୍ୟାକ୍ସିନ୍ ନାହିଁ ହେଲା, କିନ୍ତୁ ଏହାକୁ ଯଦି ରୋଗ ହେବ କଣ୍ଟ୍ରୋଲ୍ କରିବାରେ ମାନେ କିଛିଟା ଔଷଧ ତିଆରି ହେଇଛି। ତ ଏଇଟା ଗୋଟେ ମୁଖ୍ୟ କାରଣ। ଆଉ ମାନେ WHO ବି ହାଇ ଆଲର୍ଟ କରିଦେଇଛି ସମସ୍ତ ଦେଶମାନଙ୍କୁ ହେଲା, କି ଏଇଟା ଏବେ ବହୁତ ଜୋରରେ ବ୍ୟାପି ଚାଲିଛି। ଯେମିତି କରୋନା ବ୍ୟାପୁଥିଲା, ସେମ୍ ଏମ୍ପକ୍ସ ବି ବ୍ୟାପୁଛି ହେଲା। ପାକିସ୍ତାନରେ ଆସିଲାଣି ମାନେ ଆମ ଏପଟେ ଆସିବା ପାଇଁ କେତେ ଡେରି ଲାଗିବ। ତାପରେ ଏଥିରେ ଆଉ ବିଶେଷ କିଛି ଖବର ନାହିଁ। ଆଉ ରେଡ଼ିଓ, ଚକୋଲେଟ୍, ଘରେ ଘରେ ତ୍ରିରଙ୍ଗା, ହଁ ଆମର ଯେତେ ଅଛନ୍ତି ସମସ୍ତେ ମାନେ ପ୍ରମୋଟ୍